ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି 26 ନଭେମ୍ବର 2025 ବୁଧବାର। ଆଜିର ସୂର୍ଯ୍ୟ ଉଦୟ ଯଦି ଦେଖିବା 6ଟା 53 ସକାଳ ଏବଂ ସୂର୍ଯ୍ୟାସ୍ତ 5ଟା 24 ସନ୍ଧ୍ୟା ବା ଅପରାହ୍ନ। ଏବଂ ଯଦି ଚନ୍ଦ୍ର ଉଦୟ ଦେଖିବା ସକାଳ 11ଟା 40 ଏବଂ ଚନ୍ଦ୍ରାସ୍ତ ଯଦି ଆମେ ଦେଖିବା ତେବେ 10ଟା 33 PM। ଆଜିର ପକ୍ଷ ହେଉଛି ଶୁକ୍ଳ ପକ୍ଷ ଏବଂ ତିଥି ହେଉଛି ଷଷ୍ଠୀ, ଯାହା ରାତି 12ଟା 1 AM ପର୍ଯ୍ୟନ୍ତ ରହିବାକୁ ଥିବା ନିର୍ଦ୍ଦେଶ ଅଛି। ଏବଂ ଯଦି ଆଜିର ରାଶିଫଳ ଆମେ ଦେଖିବା ତେବେ ପ୍ରଥମେ ଦେଖିବା ମେଷ ରାଶି। ମେଷ ରାଶିରେ ଆଜି ନୂଆ ଯୋଜନାରେ ଆପଣଙ୍କର ମନ ଲାଗିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଗୁପ୍ତ ଶତ୍ରୁ ଆପଣଙ୍କୁ ବାଧା ଦେଇପାରନ୍ତି, ଅସୁବିଧା କରିପାରନ୍ତି। ଆପଣଙ୍କର ଟିକେ ଜଗି ରହି ଚାଲିବେ ଏବଂ ଘରେ ଛୋଟ ଛୋଟ ଖୁସିର ମଧ୍ୟ ସୂଚନା ମିଳୁଛି ଏବଂ ଆର୍ଥିକ ଲାଭ ଦିଗରେ ଧୀରେ ଧୀରେ ଆପଣଙ୍କର ଉନ୍ନତି ହେବ ବା ଆର୍ଥିକ ଅଗ୍ରଗତି ହେବ ଏବଂ ମିତ୍ରଙ୍କ ସହ ଆଜି ଆପଣଙ୍କର ଭଲ ସମ୍ପର୍କ ରହିବ। ଏବଂ ଯଦି କୌଣସି ଦୂର ସ୍ଥାନକୁ ଆପଣଙ୍କୁ ଯାତ୍ରା କରୁଛନ୍ତି ତେବେ ସାବଧାନର ସହିତ ଆପଣ ଯାତ୍ରା କରନ୍ତୁ, ଆପଣଙ୍କର ମଙ୍ଗଳ ହେବ। ଏହାପରେ ଆସନ୍ତୁ ଦେଖିବା ବୃଷ ରାଶି। ବୃଷ ରାଶିରେ ଆଜି ଆପଣଙ୍କର ପୁରୁଣା କାମର ଫଳ ଯାହା ବି ଆଜି ଆପଣଙ୍କର ରହିଛି, ଅଟକି ଅଛି, ତାହା ଆଜି ଆପଣଙ୍କୁ ପ୍ରାପ୍ତ ହେବ ଏବଂ ପରିବାରରେ ଆପଣଙ୍କର ଶାନ୍ତି ଏବଂ ଆପଣଙ୍କୁ ସହଯୋଗ ମଧ୍ୟ ମିଳିବ। ଜମି ଜମା ସଂକ୍ରାନ୍ତୀୟ କିମ୍ବା ଘର ସଂକ୍ରାନ୍ତୀୟ ଯଦି କୌଣସି କାର୍ଯ୍ୟ ଆପଣଙ୍କର ଅଟକି ଅଛି ବା ବାଧା ଉପୁଜୁଛି ତାହାର ସମାଧାନ ହେବ ବା ପ୍ରଗତି ହେବ, ଅଗ୍ରଗତି ହେବ ଆଜି ନିଶ୍ଚିତ। ଏବଂ ନୂଆ ଆୟ ସୂତ୍ର ମଧ୍ୟ ଆପଣଙ୍କୁ କିଛି ଗୋଟେ ମିଳିବ, କିଛି ଗୋଟେ ଯୋଜନାରେ ଆପଣ ସଫଳ ହୋଇପାରନ୍ତି। ମନ ମଧ୍ୟରେ ଆପଣଙ୍କର ଆତ୍ମବିଶ୍ୱାସ ଆଜି ବଢ଼ିବ ଏବଂ ଶାରୀରିକ ଅସୁବିଧାର ସୂଚନା ମିଳୁଛି ଏବଂ ସେଥିପାଇଁ ଟିକେ ଜଗି ରହି ଚାଲନ୍ତୁ, ଦେହକୁ ଆପଣଙ୍କର ମଙ୍ଗଳ ହେବ। ଏହାପରେ ଆସନ୍ତୁ ଦେଖିବା ମିଥୁନ ରାଶି। ମିଥୁନ ରାଶିରେ ଆଜି ଆପଣଙ୍କର ଆଲୋଚନା ଓ କଥାବାର୍ତ୍ତାରେ ଆପଣଙ୍କୁ ସଫଳତା ମିଳିବ। ପଢ଼ା ଲେଖା କ୍ଷେତ୍ରରେ ଯଦି ପିଲାମାନେ ପାଠ ପଢ଼ୁଛନ୍ତି ତେବେ ପରୀକ୍ଷାରେ ସେମାନେ ଉତ୍ତମ ଫଳ, ଭଲ ନମ୍ବର ରଖିବେ ଏବଂ ପାଠପଢ଼ା ମଧ୍ୟ ଭଲ ହେବ ସେମାନଙ୍କର। ପାରିବାରିକ କିଛି ସମସ୍ୟା ରହିବ ଏବଂ ଯଦି ଆପଣଙ୍କର କୌଣସି ଜମିଜମା ସଂକ୍ରାନ୍ତୀୟ ମାମଲା ଅଛି ତେବେ ସେଥିରେ ଆପଣ ଧୈର୍ଯ୍ୟ ଧରନ୍ତୁ ଏବଂ ଦୂର ସ୍ଥାନକୁ ଯଦି ଆପଣ ଯାତ୍ରା କରୁଛନ୍ତି ତାହେଲେ ଆପଣ ଟିକେ ଲକ୍ଷ୍ୟରେ ଯିବେ, ସାବଧାନରେ ଯିବେ ଏବଂ ଦୂର ସ୍ଥାନରୁ ମଧ୍ୟ ଆପଣଙ୍କୁ କୌଣସି ଏକ ଭଲ ସମ୍ବାଦ ମିଳିପାରେ। ଏବଂ ଯଦି ଆପଣ ଲାଭ ବ୍ୟବସାୟ କରୁଛନ୍ତି ତେବେ ଲାଭ ହେବାର ସମ୍ଭାବନା ମଧ୍ୟ ଅଛି, କାରଣ ଆପଣଙ୍କର ବିଜନେସ୍ ପାଇଁ ଆଜି ଦିନଟି ସର୍ବୋତ୍ତମ ଦିନ ଅଟେ। ଏବଂ ଶରୀର କଥା ଯଦି କହିବା, ଆପଣଙ୍କର ସାମାନ୍ୟ ଶରୀର ଦେହ ଖରାପ ହୋଇପାରେ, ଜଗି ରହି ଚଳନ୍ତୁ, ଆପଣଙ୍କର ମଙ୍ଗଳ ହେବ। ଏହାପରେ ଆସନ୍ତୁ ଦେଖିବା କର୍କଟ ରାଶି। କର୍କଟ ରାଶିରେ ଆଜି ଆପଣଙ୍କର କାମକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆପଣ ନେଇପାରନ୍ତି ଏବଂ ପରିବାରରୁ ଆପଣଙ୍କୁ ସହଯୋଗ ଏବଂ ଭଲ ପାଇବା ମଧ୍ୟ ମିଳିବ। ଆର୍ଥିକ କ୍ଷେତ୍ରରେ ଆପଣଙ୍କର ନୂଆ ଆଶା ମଧ୍ୟ ସୃଷ୍ଟି ହେବ ଏବଂ ଯଦି କୌଣସି ବ୍ୟକ୍ତିଙ୍କ ସହ ଆଜି ଆପଣଙ୍କର ମନମାଳିନ୍ୟ ଅଛି କିମ୍ବା କୌଣସି ରାଗରୁଷା ଅଛି ତେବେ ତାଙ୍କ ସହିତ ଆଜି ତାଙ୍କର ଶତ୍ରୁତା ଧୀରେ ଧୀରେ କମିଯିବ ଏବଂ ଆପଣ ତାଙ୍କ ସହିତ ମିଳିପାରିବେ ବା ମିଶିପାରିବେ। ଏବଂ ବ୍ୟବସାୟରେ ଆପଣଙ୍କର ଲାଭ ଆଜି ଅଳ୍ପ ଅଛି, ତେଣୁ ଟିକେ ସାବଧାନର ସହିତ ଆଜିର ବାଣିଜ୍ୟ ବ୍ୟବସାୟ ଆପଣ କରନ୍ତୁ ଏବଂ ଯଦି କୌଣସି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ତାହେଲେ ଆପଣ ଟିକେ ସତର୍କ ରୁହନ୍ତୁ। ଏହାପରେ ଦେଖିବା ସିଂହ ରାଶି। ସିଂହ ରାଶିରେ ଆଜି ଆପଣଙ୍କର ଲିଡରସିପକୁ ନେଇ ଆପଣଙ୍କୁ ବହୁତ ପ୍ରଶଂସା ମିଳିବ ଏବଂ ମନରେ ଆନନ୍ଦ ମଧ୍ୟ ଆସିବ ଏବଂ ନୂଆ ଉତ୍ସାହ ମଧ୍ୟ ଆଜି ଆପଣଙ୍କର ଜାଗ୍ରତ ହେବ। ଯଦି ଆପଣ କୌଣସି ନୂଆ ବ୍ୟବସାୟ କରିବା ପାଇଁ ଯୋଜନା କରୁଛନ୍ତି ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଆଜି ସୁଯୋଗ ମିଳିବ ଏବଂ ପ୍ରେମ ସମ୍ପର୍କରେ ଆଜି ଆପଣଙ୍କୁ, ପାରିବାରିକ ମାମଲାରେ ଆଜି ଆପଣଙ୍କୁ ମଧ୍ୟ ବହୁତ ସପୋର୍ଟ ମିଳିବ ଏବଂ ସଳଖତା ଦେଖାଯିବ। ଏବଂ ଆଜିର ଦିନରେ ଆପଣଙ୍କର ଅତ୍ୟଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି, ତେଣୁ ଆପଣ ଅନାବଶ୍ୟକ ଖର୍ଚ୍ଚକୁ ଏଡ଼େଇ ଯାଆନ୍ତୁ କିମ୍ବା କମେଇ ଦିଅନ୍ତୁ ଏବଂ ସ୍ୱାସ୍ଥ୍ୟ ପ୍ରତି ଟିକେ ସଜାଗ ମଧ୍ୟ ରୁହନ୍ତୁ। ଏହାପରେ ଆସନ୍ତୁ ଦେଖିବା କନ୍ୟା ରାଶି। କନ୍ୟା ରାଶିରେ ଆଜି ଆପଣଙ୍କ ମନରେ ଶାନ୍ତି ଓ ସଠିକ ଚିନ୍ତାଧାରା ରହିବ ଏବଂ ଯଦି ଆପଣଙ୍କର ସାଙ୍ଗସାଥି କେହି ଅଛନ୍ତି ତାଙ୍କ ଭିତରେ ଯଦି ଆପଣଙ୍କର କିଛି ମନମାଳିନ୍ୟ ଅଛି ତାହା ଆଜି ଆପଣଙ୍କର ଦୂର ହେବ ଏବଂ ଛୋଟ ଯାତ୍ରା, ଯଦି କୌଣସି ଅଳ୍ପ ସ୍ଥାନକୁ ଆପଣ ଛୋଟ ସ୍ଥାନକୁ ଆପଣ ଯାତ୍ରା କରୁଛନ୍ତି ତେବେ ତାହା ଆପଣଙ୍କ ପାଇଁ ଲାଭପ୍ରଦ ହେବ ଏବଂ ଧନ ଆଗମନର ଆଶା ମଧ୍ୟ ଆପଣଙ୍କୁ ଦେଖାଯାଉଛି ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯତ୍ନ ଆପଣ ନିଅନ୍ତୁ, କାରଣ ଆଜିର ଦିନଟି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଟିକେ ସମସ୍ୟା ଅଛି। ଏହାପରେ ଆସନ୍ତୁ ଦେଖିବା ତୁଳା ରାଶି।
ତୁଳା ରାଶିରେ ଆଜି ଆପଣଙ୍କର ଆର୍ଥିକ ଚାପ ସାମାନ୍ୟ ହ୍ରାସ ପାଇବ। ପରିବାର ସହ କିଛି ଆପଣ ମହତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ନୂଆ ଦାୟିତ୍ୱ ଆଜି ମିଳିବ ଏବଂ ମିତ୍ରଙ୍କ ସହିତ ଯଦି ଆପଣଙ୍କର ଭୁଲ ବୁଝାମଣା ଅଛି ତେବେ ଏହାର ସମାଧାନ ମଧ୍ୟ ହେବ। ଘରେ ଆଜି ଗୋଟେ ଅତି ସୁନ୍ଦର ପରିବେଶ ଏବଂ ଗୋଟେ ମନମୋହକ ପରିବେଶ ଆଜି ସୃଷ୍ଟି ହେବ। ଆପଣ ବହୁତ ଖୁସି ହେବେ ଏବଂ ଆଜିର ଦିନରେ ଆପଣ କାହାକୁ ଅତ୍ୟଧିକ ଭରସା କରନ୍ତୁ ନାହିଁ। ଏହାପରେ ଆସନ୍ତୁ ଦେଖିବା ବିଛା ରାଶି। ବିଛା ରାଶିରେ ଆଜି ଆପଣ ଯାହାବି କିଛି ସିକ୍ରେଟ କାମ ଅଛି ସେ କାମର ଆଜି ଆପଣ ସକ୍ସେସ୍ ହେବେ ଏବଂ ଆପଣଙ୍କର ଯୋଉ ଆଗକୁ ବଢିବା ପାଇଁ ଇଚ୍ଛା ଆଜି ଆପଣଙ୍କର ବହୁତ ବଢିଯିବ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରତିସ୍ପର୍ଦ୍ଧା ଅଧିକ ରହିବ। ଯଦି ଆପଣ ଖର୍ଚ୍ଚକୁ ଟିକେ ଆଜି କଣ୍ଟ୍ରୋଲ କରନ୍ତୁ, କାରଣ ଆଜି ଆପଣଙ୍କର ଅତ୍ୟଧିକ ବ୍ୟୟ ହେବାର ସମ୍ଭାବନା ମିଳୁଛି ଏବଂ ପରିବାର ସହିତ ବା ପରିବାରଜନ ସହିତ ଆପଣ ନିଜକୁ ଆଜି ଅତି ପାଖାପାଖି ରହିବେ। ଯଦି ଦୂର ସ୍ଥାନରେ କୌଣସି କାର୍ଯ୍ୟ ଥାଏ ତାହା ନିଶ୍ଚିତ ଭାବରେ କ୍ୟାନସଲ ହୋଇଯିବ ଏବଂ ଆପଣ ଆଜି ଘର ସହିତ ସମୟ ବିତେଇ ପାରିବେ ଏବଂ ସ୍ୱାସ୍ଥ୍ୟ ପ୍ରତି ଟିକେ ଜଗି ରହି ଚଳନ୍ତୁ। ଏହାପରେ ଆସନ୍ତୁ ଦେଖିବା ଧନୁ ରାଶି। ଧନୁ ରାଶିରେ ଆପଣ ଆଜି ଧାର୍ମିକ କାମରେ ମନ ଲାଗିଯିବ ଏବଂ ନୂଆ ଲୋକଙ୍କ ସହିତ ଆଜି ଆପଣଙ୍କର ପରିଚୟ ହେବ ଏବଂ ଏବଂ ଆପଣଙ୍କୁ ମଧ୍ୟ ଏହା ଲାଭପ୍ରଦ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଯାହା ବି କିଛି ବାଧା ଅଛି ତାହା ଆଜି ହଟିବ ଏବଂ ଯଦି ଆପଣ କୌଣସି ମନ୍ଦିରକୁ ଯାତ୍ରା କରୁଛନ୍ତି କିମ୍ବା କୌଣସି ଗୋଟେ ତୀର୍ଥ ସ୍ଥାନକୁ ଯାତ୍ରା କରୁଛନ୍ତି ତାହା ଆପଣଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଅନୁକୂଳ ଅଟେ। ପରିବାର ସହ ଆଜି ଆପଣ ଖୁସିରେ ରହିବେ ଏବଂ ଆପଣଙ୍କର ପରିବେଶ ମଧ୍ୟ ଆଜି ଖୁସିର ପରିବେଶ ସୃଷ୍ଟି ହେବ। ସ୍ୱାସ୍ଥ୍ୟ ମଧ୍ୟ ଆଜି ଆପଣଙ୍କର ଭଲ ରହିବ। ଏହାପରେ ଆସନ୍ତୁ ଦେଖିବା ମକର ରାଶି। ମକର ରାଶିରେ ଆଜି ଆପଣଙ୍କର ଦାୟିତ୍ୱ ବଢିଯିବ କିନ୍ତୁ କାମରେ ନିଶ୍ଚୟ ସଫଳ ହେବେ ଏବଂ ଆପଣଙ୍କର ଅର୍ଥ ସମ୍ବନ୍ଧୀୟ ସମସ୍ୟା ସାମାନ୍ୟ ହାଲକା ହେବ। ପରିବାର ସହ ସମ୍ମାନ ଏବଂ ସହଯୋଗ ମଧ୍ୟ ଆପଣଙ୍କୁ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଚାକିରୀ କ୍ଷେତ୍ରରେ ଆପଣଙ୍କୁ ନୂଆ ଆଇଡିଆ ଆସିବ ଏବଂ ଏହା ମଧ୍ୟ ଫଳପ୍ରଦ ହେବ ଏବଂ ମନରେ ଆପଣଙ୍କର ନୂଆ ଉତ୍ସାହ ଆସିବ। କୌଣସି ଗୋଟେ କାର୍ଯ୍ୟ ପ୍ରତି ଆପଣ ନିଶ୍ଚିତ ଇଣ୍ଟରେଷ୍ଟ ହେବେ ଏବଂ ଯଦି ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ ସତର୍କର ସହିତ ଯାତ୍ରା ଆପଣ କରନ୍ତୁ। ଏହାପରେ ଆସନ୍ତୁ ଦେଖିବା କୁମ୍ଭ ରାଶି। କୁମ୍ଭ ରାଶିରେ ଆଜି ଆପଣଙ୍କର ସାମାଜିକ ସମ୍ପର୍କ ଦୃଢ ହେବ ଏବଂ ମିତ୍ରମାନଙ୍କର ମଧ୍ୟ ଆପଣଙ୍କୁ ସହଯୋଗ ମିଳିବ। ବ୍ୟବସାୟରେ ଆଜି ଲାଭ ଧୀରେ ଧୀରେ ବଢିବ ଏବଂ ନୂଆ କାମକୁ ନେଇ ଆଜି ଆପଣ ବହୁତ ଇଣ୍ଟରେଷ୍ଟ ହେବେ ଏବଂ ପାରିବାରିକ କାମରେ ଆପଣ ଆଜି ବ୍ୟସ୍ତତା ରହିଯିବେ ଏବଂ ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ହୋଇପାରେ, ଜଗି ରହି ଚାଲନ୍ତୁ। ଏହାପରେ ଆସନ୍ତୁ ଦେଖିବା ମୀନ ରାଶି। ମୀନ ରାଶିରେ ଆଜି ଆପଣଙ୍କ ମନରେ ସୃଜନଶୀଳ ଚିନ୍ତା ଆସିବ ଏବଂ ପ୍ରେମ ଜୀବନରେ ଆଜି ଆପଣଙ୍କର ବହୁତ ସୁନ୍ଦର ମୁହୂର୍ତ୍ତ ଆସିବ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଭଲ ସୁଯୋଗ ମିଳିବ। ଘରେ ଶାନ୍ତି ଏବଂ ସନ୍ତୋଷ ମଧ୍ୟ ରହିବ। ଆପଣଙ୍କର ଅଟକି ଯାଇଥିବା କାମ ଆଜି ସଫଳତା ଦିଗକୁ ଯିବ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଆଜି ଆପଣଙ୍କର ଭଲ ରହିବ, କିନ୍ତୁ ଆପଣ ଖାଦ୍ୟରେ ଟିକେ ସାବଧାନ ରୁହନ୍ତୁ। ସାଙ୍ଗମାନେ, ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚିତ ଭାବରେ ଲାଇକ୍ କରନ୍ତୁ ଏବଂ ସେୟାର କରି ସମସ୍ତଙ୍କ ନିକଟରେ ପହଞ୍ଚାନ୍ତୁ। ଜୟ ଜଗନ୍ନାଥ।